ପରିବର୍ତ୍ତନର ଆବଶ୍ୟକତା କେବଳ ସତ୍ୟ ଯୁଗରେ ହିଁ ନଥିଲା। ଏହାର ଆବଶ୍ୟକତା ପ୍ରତି ଯୁଗରେ ଓ ପ୍ରତି ମୁହୂର୍ତ୍ତରେ କେବଳ ମଣିଷ କାହିଁକି, ଦେବତା ହୁଅନ୍ତୁ କିମ୍ବା ରାକ୍ଷସ ହୁଅନ୍ତୁ, ସମସ୍ତଙ୍କ ପାଇଁ ପରିବର୍ତ୍ତନର ଆବଶ୍ୟକତା ନିହାତି ଦରକାର। ଯେମିତି ଗଛଟିଏ ନୂତନ ପତ୍ର ପାଇବା ପାଇଁ ପୁରୁଣା ପତ୍ରକୁ ପରିତ୍ୟାଗ କରିଥାଏ, ଆଉ ଏଥିପାଇଁ ଗଛକୁ ମଧ୍ୟ କଷ୍ଟ ଲାଗିଥାଏ ଯେ ସେ ତାର ପୁରୁଣା ପତ୍ରକୁ ପରିତ୍ୟାଗ କରୁଛି। ଠିକ୍ ସେମିତି ମଣିଷ ଜୀବନରେ ଆମକୁ ବହୁତ କିଛି ହରାଇବାକୁ ପଡ଼ିଥାଏ। ତାହାର କଷ୍ଟ ଆମକୁ ବହୁତ ଦୁଃଖ ଦେଇଥାଏ, କିନ୍ତୁ ସେହି ଦୁଃଖର ପରିବର୍ତ୍ତନରେ ଆମକୁ ସୁଖ ମିଳିବ। ଏଇଟା ହିଁ ଜୀବନର ସତ୍ୟ ଅଟେ। ତେଣୁ ଜୀବନରେ ଯେତେବେଳେ ବି ଆପଣଙ୍କୁ ଦୁଃଖ ଆସୁଛି ନା, ତ ହସି ହସି ସ୍ୱାଗତ କରିନିଅନ୍ତୁ, କାରଣ ଦୁଃଖଟା ଟଳିଗଲା ପରେ ଆପଣଙ୍କୁ ସୁଖ ନିଶ୍ଚୟ ମିଳିବ। ଏଠି ଭଗବାନ ମଧ୍ୟ ଜନ୍ମ ନେଲେ ତାଙ୍କୁ ଦୁଃଖ ମିଳିଥାଏ। ସେ ରାମ ହୁଅନ୍ତୁ କିମ୍ବା କୃଷ୍ଣ, ପ୍ରତି ଅବତାରରେ ତାଙ୍କୁ ଦୁଃଖ ହିଁ ମିଳିଛି। ଆମେ ତ ସାମାନ୍ୟ ମଣିଷ ମାତ୍ର, ଆମକୁ କେମିତି ଦୁଃଖ ନ ମିଳିବ? ତେଣୁ ଦୁଃଖକୁ ସ୍ୱୀକାର କରନ୍ତୁ, ତାପରେ ହିଁ ଆପଣଙ୍କୁ ସୁଖ ମିଳିବ। ଜୟ ଜଗନ୍ନାଥ।